ଘରେ ଆମେ ଗିଣା ଶୁଣିକି ଏବେ ମହାବିନାୟକ ପାଇଁ ଆଗକୁ ଯାଉଛୁ। ଆଣ୍ଟିଙ୍କଠୁ ଗିଣା ଶୁଣୁ ତ ଚାଲୁ। ତ ଆମେ ଏବେ ମହାବିନାୟକ ଗେଟ୍ ପାଖରେ ପହଞ୍ଚିଲୁ। ଭାଇ ଆମର ପାଣି ପାଇଁ ଯାଇଥିଲେ। ଭାଇ ପାଣି ବୋତଲ ଆଣିଲ? ପାଣି ପିଇକି ଆଗକୁ ବଢ଼ିବୁ ଆଉ। ଭାଇ ତାଙ୍କର କ'ଣ ଭିଡ଼ିଓ କରିବାର ଅଛି। କେଇଟା ଭିଡ଼ିଓ ହବ ଭାଇ? ତିନିଟା। ଦିଅ ଟିକେ ପାଣି। ପାଣି ଭିତର ହବ ନା। ଆମେ ଗାଡ଼ି ଷ୍ଟାର୍ଟ କରୁଛୁ, ଆଗକୁ ବଢ଼ିବା। କ'ଣ ଭାଇ? ଆଉ ପାହାଚରେ ଆସିଲା ବେଳେ ଯେଉଁ ରାସ୍ତା, ଏଇଟା ମେନ୍ ରୋଡ଼ଟା। ଆମେ ଡାଇରେକ୍ଟ ଗାଡ଼ିରେ ପଳେଇ ଆଇଲୁ। ପାହାଡ଼କୁ ପାଣି ଅଛି। ସେଠି ମାଙ୍କଡ଼କୁ ଦଉଛନ୍ତି ଖାଇବାକୁ, କୁକୁରଟାକୁ ଦଉନାହାନ୍ତି ଖାଇବାକୁ। କ'ଣ କରାଯିବ? କୁକୁର ତାର ବୁଲୁଛି, ଆମେ ଡଗେଇ ଖାଇବାକୁ ଦବା। ବିସ୍କୁଟ ହେଇ ନେଇଯାଇଛି ବାହାରୁ ଦେରେ। ଆରେ ଇଏ ହେଲା ଆମ ଜେରି ବା। ଜେରି 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 ଛୁଟକୁ କିଟୁ କିଟୁ ଭାଇରେ କିଟୁ। ଏବେ ମନ୍ଦିର ପାଖରେ ଆମେ ପହଞ୍ଚିଲୁ। ଭାଇ ଆମର ଭିଡ଼ିଓ ସୁଟ୍ କରୁଛନ୍ତି। ଭିଡ଼ିଓ ସୁଟ୍ ପୂର୍ବରୁ ଆମକୁ ମାଙ୍କଡ଼ ବି କାମୁଡ଼ି ସାରିଲାଣି। ଏବେ କ'ଣ କରାଯିବ ଠିକ୍ ଠିକଣା ନାହିଁ। 7ଟା ଇଞ୍ଜେକ୍ସନ୍। 7ଟା ନା କେଇଟା? 12ଟା ନା କେଇଟା? ନା ନା, ଏଇଟା କି ମନ୍ଦିର? କି ମନ୍ଦିର? ନବଗ୍ରହ ମନ୍ଦିର। ନବଗ୍ରହ ମନ୍ଦିର। ବୃହସ୍ପତି, ରବି। ମେନ୍ ମହାବିନାୟକର ଶିବଙ୍କ ମନ୍ଦିର ପହଡ଼ ପଡ଼ିଛି ବୋଧେ। ପହଡ଼ ପଡ଼ିଛି, ସେଥିପାଇଁ ପୂଜା ଚାଲିଛି। ପହଡ଼ ପଡ଼ିଛି ବୋଧେ, ପହଡ଼ ପଡ଼ିଛି। କୁକୁର ବେଶ ନା, କିଛି କରିବାର ନାହିଁ। ଅନପ୍ରେଡିକ୍ଟେବଲ୍ ଯିବ। ସବୁ ଡର ମାଡୁଛି ମତେ। କିଛି ହେଲା ଡର ମାଡୁଛି। ଆମେ ନନାଙ୍କଠୁ କ'ଣ ନମ୍ବର ନେଇ ଗଲୁ। ନା ଫୋନରେ ଝାଡ଼ିବା, ଅନଲାଇନ୍ ଝାଡ଼ା। ଝାଡ଼ିଦବା। ପାଣି ବା ଉପରୁ ପାଣି ଆସୁଛି, ଉପରୁ ପାହାଡ଼ରୁ ପାଣି ଆସୁଛି, ଝରଣା। ସେ କ'ଣ ପୂଜାପୂଜି ହେଉଛି ଗୋଟେ, ବନ୍ଦ ଅଛି। ତ ଏଠି ଅଛନ୍ତି ନୃସିଂହ ମନ୍ଦିର। ନୃସିଂହ, ଏଟା
এটা কি মন্দির বাবুলু? এটা কি মন্দির? হ্যাঁ ମୁଁ ଜାଣିଛି ନା ସେଇଠି রাধা তো এটা আমার ଗୋଟେ ରାଧାକୃଷ୍ଣ ମନ୍ଦିର, ପୁରୁଣା ମନ୍ଦିର ବହୁତ। ତ ଏଇ ପାହାଚ ଉପରକୁ ଗଲେ ଦୁର୍ଗା ମନ୍ଦିର। ଆମେ ସେପଟେ ବାଇକ୍ ଦେଇକି ବି ବୁଲିକି ପଳେଇ ଆସିଛୁ। ସେପଟେ ରାସ୍ତା ଅଛି ବାଇକ୍ ବାଟେ, ସେପଟେ ସୁବିଧା, କିନ୍ତୁ ଚଢ଼ିକି ଯିବାର ମଜା ଅଲଗା ନା। ନିଶ୍ଚୟ ଆମେ ଫେର ଯିବା ଉପରକୁ ନା ଅଧା ବାଟ ଯାଇକି ପଳେଇବା ସେଠି ବୁଲି? ମନ୍ଦିର ତ ପଳେଇଛନ୍ତି ଆଉ। ଅଷ୍ଟଶମ୍ଭୁ ମନ୍ଦିର, ଗଛ ବୁଛ ପୁରା ଫୁଲ। ଯାହା ହେଲା ମାଙ୍କଡ ଆଟାକ୍ ତ ହେଇଗଲା ଆଉ କଣ। ମାଙ୍କଡ ଆଟାକ୍ ହେଇଗଲା ସେଇଟା। ନା ମାଙ୍କଡର ଦୋଷ ନାହିଁ, ଆମେ କାହା ଦୋଷ? କହ ମାଙ୍କଡ ଦୋଷ ନାହିଁ, କାହା ଦୋଷ? ତାହେଲେ ହାତ କାହିଁ ଦେଖୁଥିଲୁ ତାହେଲେ? ବୋଲି ମୁଁ ଡାକିଛି, ସେ ଆସିକି ଦେଇଦେଲା। କହିଲେ ଆମ୍ପୁଡି ଦେଇଛି, ତୁ କାମୁଡିବା କଥା କାହିଁ? ନନା କହିଲେ ମାନେ ସରିଲା, ସେ କାମୁଡିଥିଲେ ବି କାମୁଡା ହେଇଛି। ରେଷ୍ଟ ନେଇଛୁ, ଚଢୁ ଚଢୁ ରେଷ୍ଟ। ଲୋକଙ୍କ ସର୍ଟ ନେବା ପାଇଁ। ଲୋକ ଓହ୍ଲେଇଲେ ଆମେ ସର୍ଟ ନେଇକି ଇଏ ହବ ନେ। ତାପରେ ତଳୁ ପଳେଇବା, କାମ ସରିଗଲା ତାହେଲେ। କୋଉଠି ପାହାଡ଼ ଉପରୁ ପାଣି ଆସିଲେ ନା ଏଠୁ ଯୋଉ ଏଠୁ ବାହାରେ ପାଣି କ'ଣ ହାତୀ ହଁ ବାହାରିଛି ତ ସେଠି ଯିବା। এই জায়গাটা পানি আসছে, এটা পাহাড় উপরে ডাইরেক্ট পানি আসছে না। ଛୋଟବେଳେ ଯେତେବେଳେ ଆସିଥିଲୁ ଏଠି ଖାଲି ଇଚ୍ଛା ହେଉଥିଲା ପହଁରିବା ପାଇଁ, ଇଚ୍ଛା ହେଉଥିଲା ଖାଲି ପହଁରିବା ପାଇଁ ଛୋଟବେଳେ। ପୁରା ପିଓର ଝରଣା ପାଇଁ ପାଟିରେ ପଶି ହେବନି, ସେଠୁ ଡାଇରେକ୍ଟ କଲେ ପାଟିରେ ପଶି ହେବ। ଦର୍ଶନ ହେଇଗଲା, ଭଲ ଦର୍ଶନ। ଅପେକ୍ଷା କଲେ ପହଡ଼ ପଡ଼ିଥିଲା, ପହଡ଼ ଯେତେବେଳେ ଖୋଲିଲା ତାପରେ ଅପେକ୍ଷା କଲେ 2ଟା ବନ୍ଦ, ଦର୍ଶନ ହେଲା ହେଇଗଲା ପରେ। ଏବେ କୋଉଠିକି ଯିବା? କୋଉଠି ଘରକୁ ଯିବା ନା ସେ ଯିବା ନା କିମ୍ବଦନ୍ତୀ କହେ ଭଗବାନ ଶିବ ଏଠି ଗଣେଶଙ୍କୁ ବଧ କରିଥିଲେ ଏବଂ ପାର୍ବତୀ ଅନୁରୋଧ କଲାଠାରୁ ଏଠି ଭଗବାନ ଗଣେଶଙ୍କୁ ସେ ଜନ୍ମ ଦେଇଛନ୍ତି। ତେଣୁ ସେଥିପାଇଁ ଏଠି ଗଣେଶଙ୍କ ନାଁରେ କ୍ଷେତ୍ରଟି ମହାବିନାୟକ କ୍ଷେତ୍ର। ଏ କ୍ଷେତ୍ର ସ୍ୱତନ୍ତ୍ର କ୍ଷେତ୍ର। ଏଠି ମହାବିନାୟକ ପୀଠ ମାନେ କ୍ଷେତ୍ର ଅଛି। ମହାବିନାୟକ ମାନେ ଗଣେଶଙ୍କର ଅଶେଷ କୃପା ସାନ୍ନିଧ୍ୟ ଏଠି ଲାଭ ହୁଏ। ଏତଦ ବ୍ୟତୀତ ସୂର୍ଯ୍ୟନାରାୟଣଙ୍କ ଶକ୍ତି ମଧ୍ୟ ଏଠି ଆପଣଙ୍କୁ ଦିଆଯାଇଥାଏ। ତେଣୁ ଏ କ୍ଷେତ୍ର ଏକ ସ୍ୱତନ୍ତ୍ର କ୍ଷେତ୍ର। ଏଇଟା ଆମ ଜୀବନର ଅନୁଭବ କଥା ଆମେ କହୁଛୁ, ପୁରାଣ ଶାସ୍ତ୍ର ମାଧ୍ୟମରେ ଯାହା ଜାଣିଛୁ। ଆଉ ଏଇ କ୍ଷେତ୍ର ହେଉଛି ଏକ ସ୍ୱତନ୍ତ୍ର କ୍ଷେତ୍ର। ଧନ୍ୟବାଦ ନା, ବହୁତ ବହୁତ ଧନ୍ୟବାଦ। ଆମେ ପଚାରି ବୋଲେ ଆମେ କହିପାରୁନୁ, ଆମେ ନନାଙ୍କୁ ପଚାରିବା। ଠିକ୍ ଅଛି, ଧନ୍ୟବାଦ। କଲ୍ କରୁଛୁ ଆମେ। ଠିକ୍ ଅଛି, ଆସୁନ।
ହଁ ନନା କିନ୍ତୁ ଭଲ ନନା କିନ୍ତୁ ବହୁତ ଭଲ ନନା, ହେଲ୍ପଫୁଲ୍ ନନା। ହେଲ୍ପଫୁଲ୍ ନନା, କିନ୍ତୁ ଅଲଗା ଅଛନ୍ତି ଖାଲି ମାନେ ପଇସା ଚକ୍କର। ପଇସା ଦେଲ ଚଢ଼େଇ ଦେଲ ଟିକେ ଆମ ବେଷ୍ଟ ନନା ଆସିଲେ ନନାଙ୍କ ମହାବିନାୟକ ଆସିବେ ଫାଷ୍ଟ ନନାଙ୍କ ନମ୍ବର ତ ରହିଲା ଆଉ। ନନା ନମ୍ବର ରହିଲା ମହାବିନାୟକ ଫାଷ୍ଟ ପାହାଚ ଚଢ଼ି ଡାହାଣ ପଟେ ନନାଙ୍କ ଗୋଟେ ଛୋଟ ଦୋକାନଟେ ବହି ଦୋକାନ ବହି ଆଉ ସାମାନ ଫାମାନ ସବୁ ଅଛି ସେଠୁ ପୁରା ନେଇପାରେ। ଯାହା ହଉ ବର୍ଷା ବି ଆଇଲାଣି। ତ ଏବେ ଆମେ ପୁରା ହିରୋ ପୁରା ନା ଡେଞ୍ଜରସ୍ ଲୋକ। ତ ଏଇଟା ମହାବିନାୟକ ଚଣ୍ଡୀ ମନ୍ଦିର ଗୋଟେ ଅଛି। କଣ ହେଲା? ହାଏ ସେ ହାଲୋ ଟୁ ଆୱାର ବ୍ଲଗ। ୟେସ୍ ଚଣ୍ଡୀ ଶିବଙ୍କ ମନ୍ଦିର ଶିବ ବି ଗୋଟେ ସେ ଶିବଙ୍କର ଅନ୍ଧାର ଘର। ହନୁମାନଙ୍କର ମନ୍ଦିର ଅଛି। ପାଣି ଆସୁଛି ପାହାଡ଼ରୁ ତ ସବୁ ପାଣି ଆସୁଛି ସବୁ ପାଣି ପାହାଡ଼। ଏଇଠି କ'ଣ ଗୋଟେ ସେଦିନ ଗୋଟେ ଆସିଥିଲି ସେ ଅଙ୍କଲଙ୍କ ସହିତ କହୁଥିଲେ ଭଲ ଜାଗା ବେଦବ୍ୟାସ ନା କ'ଣ କି ଋଷି ଗୋଟେ ତାଙ୍କ କୁଟୀର ଏ ଦେଖିକି ଋଷି ଜଣେ ରହୁଥିଲେ ତାଙ୍କରି କ'ଣ ତାଙ୍କ ନାଁ ଗୋଟେ ହଁ କ'ଣ ଅଛି ଆଉ ଟର୍ଚ୍ଚ ନୁହଁ କ'ଣ ଅଛି ଏଥିରେ ଗୋଟେ ଗୁମ୍ଫା ଟାଇପ୍ କ'ଣ ଆରେ ଉପରୁ ପାଣି ଆସିକି ରହୁଛି ଏଠି ଭଲସେ କ୍ୟାମେରାଟା ଦେଖ। ଏଇଠି ଆସି ଦେଖିଲୁ ତ ଆଉ କ'ଣ ଥାଉ ବର୍ଷା ଆଇଲାଣି ଯିବୁ ଆଉ। ତ ଆମର ଚଣ୍ଡୀ ମନ୍ଦିର ଦର୍ଶନ ସରିଗଲା ବର୍ଷା ବି ଜୋର ଆଇଲାଣି। ଏବେ କେଉଁଠି ଯା ଖାଇବା କ'ଣ ଟିକେ ଖାଇବା ଭୋକ ଗଲାଣି ପ୍ରବଳ ଖାଇକି ଭାବିବା ତାପରେ କେଉଁଠି ଯିବା କି ଘରକୁ ପଳେଇବା ଆଉ। ସେଇଟା ଭାବୁଛି ଗଡ଼ ମାଧବ ନ ଯାଇକି ସେ ଧାକୁଲେ କେତେ ଯିବ ଧାକୁଲେ ହେଇକି ପଳେଇବା ଆଉ ନା କ'ଣ? ହଁ ଗଡ଼ ମଧୁପୁର ଗଲେ ଆହୁରି ଭିତରକୁ ବେଶୀ ଆଡ଼େ ହେଇଯିବ ଆଉ କ'ଣ ଆସିବା ନହେଲେ ତ ଟିକେରୁ ଢାଳିଲା ପୁରା ବର୍ଷା ଗାଧୁ ଯିବନି ଦେଖୁ ଗାଧୁ ଯିବନି 2 ସେକେଣ୍ଡ ଓଦା ହେଇଗଲୁ ନା ଅଛନ୍ତି ଗୋମାତା ଦେଖାଉନି ବର୍ଷା ମାନେ ସାଂଘାତିକ ଘଡ଼ଘଡ଼ି ଯାହା ହଉ ଜଣେ ଲୋକଟେ ଆମକୁ ଡାକିଲେ ତାଙ୍କ ଘରେ ବସେଇଲେ। କେମିତି ଲାଗିଲା ବହୁ ଟ୍ରିପ୍ଟା କେମିତି ଲାଗିଲା? ବର୍ଷା ବାତ୍ୟା ହେଇକି ଆମେ ଏବେ ଘର ବାହାରେ ପହଞ୍ଚିଲୁ। ଆଣ୍ଟିଙ୍କଠୁ ଜଣା ଶୁଣିବୁ
କଣ ମନା କରିଥିଲି